जय जगन्नाथ साଙ୍ଗମାନେ ମୁଁ ରିଙ୍କନ ପୁଣି ଥରେ ସ୍ୱାଗତ କରୁଛି ଆପଣଙ୍କ ନ୍ୟୁ ବ୍ଲଗ୍ରେ। ତ ଆଜିର ବ୍ଲଗ୍ ହେଉଛି ଗୋଟେ କମ୍ପାନୀ ଯେଉଁ କମ୍ପାନୀରେ କେହି ନାହାନ୍ତି। ବହୁତ ବଡ଼ କମ୍ପାନୀ, ହେଲେ ସେ କମ୍ପାନୀରେ କେହି ନାହାନ୍ତି। କାହିଁକିନା ଆମର ଏବେ 6ଟା ଡ୍ୟୁଟି ଥିଲା, ତ ଡ୍ୟୁଟି 6ଟାରୁ 1 ପର୍ଯ୍ୟନ୍ତ ଖରା ହେଉଛି, ତ ସେଥିପାଇଁ 6ଟାରୁ 1 ପର୍ଯ୍ୟନ୍ତ କରୁ। ଏବେ ଛୁଟି ହେଇଗଲା କମ୍ପାନୀ, ତ ମୁଁ ଯାଉଛି ଏବେ ରୁମ୍କୁ। ତ ରୁମ୍କୁ ଯିବା ବାଟରେ ସେ କମ୍ପାନୀ ପଡ଼ିବ, ତ ମୁଁ ଆପଣଙ୍କୁ ଦେଖେଇବି ସେ କମ୍ପାନୀ। ସେ ବହୁତ ବଡ଼ କମ୍ପାନୀ, ହେଲେ ସେ କମ୍ପାନୀଟା ବନ୍ଦ ପଡ଼ିଛି। କାହିଁକିନା ସେଠି କାମ କରୁ କରୁ ଦୁଇଟା ପିଲା ସେ କମ୍ପାନୀରେ ମରିଯାଇଥିଲେ। ତ ମେସିନ୍ ଏମିତି ମରିଯାଇଥିଲେ ସେ ଦୁଇଟା ପିଲା, ତ ସେଥିପାଇଁ ସେ କମ୍ପାନୀ ସିଲ୍ କରାଯାଇଛି। 2.5 ବର୍ଷ ପାଖାପାଖି ହେଇଗଲାଣି ସେ କମ୍ପାନୀ ଏବେ ବି ବନ୍ଦ ପଡ଼ିଛି। ତ ମୁଁ ଦେଖେଇବି ଆପଣଙ୍କୁ ସେ କମ୍ପାନୀ। ଆପଣଙ୍କୁ ଦେଖିଲେ ଡର ଲାଗେ। ବହୁତ ଲୋକ ସେ ଜାଗାକୁ ଏପର୍ଯ୍ୟନ୍ତ ଯାଉନାହାନ୍ତି, ହେଲେ ମୁଁ ସେ ଜାଗାକୁ ତ ଯାଇପାରିବିନି, ହେଲେ ବାହାରୁ ଆପଣଙ୍କୁ ମୁଁ ଦେଖେଇବି। ତ କେମିତି ରହିଥିବେ ସେ କମ୍ପାନୀ ଆପଣ ଭାବିପାରୁନଥିବେ, କାହିଁକିନା ବହୁତ ଡର ଲାଗିବ ସେ ଜାଗାରେ। ଲୋକ ଡରିକି ବି ଏବେ ବି ଯାଉନାହାନ୍ତି। ତ ମୁଁ ଚାଲନ୍ତୁ ଦେଖାଉଛି ଆପଣଙ୍କୁ ସେ କମ୍ପାନୀ। ଆଉ ସେ ରୁମ୍ ବି ଦେଖେଇବି ଆପଣଙ୍କୁ। ବହୁତ ବଡ଼ ରୁମ୍, ବହୁତ ଲୋକ ରହୁଥିଲେ, ହେଲେ ଏବେ କେହି ନାହାନ୍ତି ସେ ଜାଗାରେ। ତ ଏଇଟା ହେଉଛି ସେ କମ୍ପାନୀର ରୁମ୍ ଯେଉଁଠି ସେ ପିଲା ସବୁ ରୁହନ୍ତି। ତ ବହୁତ ବଡ଼ ରୁମ୍ଟେ, ବହୁତ ବି ପିଲା ରୁହନ୍ତି ଏ ଜାଗାରେ। ମୁଁ ବି ଦେଖିଛି ବହୁତ ପିଲା ରହିକି କାମ କରନ୍ତି। ତ ଏବେ ଏ ଜାଗାରେ କେହି ବି ନାହାନ୍ତି। ତ ଦେଖିପାରୁଥିବେ ୟାର ବାହାର ମାନେ ଏପଟ ରାସ୍ତା ରୋଡ଼ ସାଇଡ଼୍ଟା କେମିତି ଦେଖିପାରୁଥିବେ। ତ ସେ କମ୍ପାନୀଟା ଆପଣଙ୍କୁ ଦେଖେଇବି, ଚାଲନ୍ତୁ। ସେ ଡର ଲାଗିବ, ଏବେ ବି ଆପଣଙ୍କୁ ଦେଖିପାରୁଥିବେ କେମିତି ଲାଗୁଥିବ ଏ ଜାଗା। କାହିଁକିନା ଏ ଜାଗାରେ ରାତି ହେଲେ ବିଶେଷ କେହି ଯିବା ଆସିବା କରନ୍ତିନି ଏ ଜାଗାରେ। ଯାହା ଦିନରେ ଯିବା ଆସିବା କରନ୍ତି। କାହିଁକିନା ସେ ଦୁଇଟା ପିଲା ବହୁତ କମ୍ ସେ କମ୍ 2 ମାସ 3 ମାସ ବହୁତ ମାନେ ଯେମିତି ଉତ୍ପାତ କରନ୍ତି ସେମିତି କରୁଥିଲେ। ତ ସେଥିଲାଗି ଲୋକଙ୍କ ମନରେ ଏବେ ବି ଡର ଅଛି ଏ ଜାଗାରେ। ତ ସେଥିପାଇଁ ବିଶେଷ କେହି ଲୋକ ଯିବା ଆସିବା କରନ୍ତିନି ଏ ଜାଗାରେ। ତ ଦେଖନ୍ତୁ ଏ କମ୍ପାନୀ, ଏ ହେଉଛି ସେ କମ୍ପାନୀ। ତ ଆଉ ଟିକେ ଆଗକୁ ଯିବେ, ଆଉ ଟିକେ ଆଗକୁ ଯାଇକି ଭିଡ଼ିଓ ଦେଖେଇବି ଆପଣଙ୍କୁ ସେ କମ୍ପାନୀରେ କେମିତି ରହିଛି ପୁରା। ତ ବେଶୀ ଆଗକୁ ମୁଁ ଯାଇପାରିଲିନି, ଏଇଠି ଆପଣଙ୍କୁ ଭିଡ଼ିଓ ଦେଖାଉଛି। ଦେଖିପାରୁଥିବେ ସେ କମ୍ପାନୀ ବହୁତ ବଡ଼ କମ୍ପାନୀ, ହେଲେ ସେ କମ୍ପାନୀରେ କେହି ନାହାନ୍ତି। କାହିଁକିନା ସିଲ୍ ହେଇଯାଇଛି ସେ କମ୍ପାନୀ ପୁରା। ତ ଏବେ ବି ମୋତେ ଏଇ ଜାଗାରେ ଛିଡ଼ା ହେଲା ବେଳକୁ ଡର ଲାଗୁଛି। ତ ରାତିରେ ଏଇ ଜାଗାରେ କେହି ଯିବା ଆସିବା କରନ୍ତିନି। ରୋଡ଼ଟା ବି ଦେଖିପାରୁଥିବେ କେମିତି ରହିଛି। ତ ଦିନରେ ଏମିତି ଦେଖାଯାଉଛି, ତ ରାତି ହେଲେ କେମିତି ଦେଖାଯିବ ଏ ରୋଡ଼ ଭାବୁଥିବେ। କେହି ବି ଏ ରୋଡ଼ରେ ଯିବା ଆସିବା କରନ୍ତିନି ରାତିରେ, କେବଳ ଏଇ କମ୍ପାନୀ ପାଇଁ।